ଦେଖନ୍ତୁ ପ୍ରତିବର୍ଷ ଭଳି କେଶଦୁରାପାଳରେ ଗାଁରେ ଜୀବପୋଡ଼ା ଆଉ ପିଠିପୋଡ଼ା କାର୍ଯ୍ୟକ୍ରମ ହୁଏ। ଏଇଟା ଲୋକଙ୍କର ଆସ୍ଥା ଆଉ ଭରସାର କଥା। ତେଣୁ ଆଜି ବୈଶାଖ ମାସର ପ୍ରଥମ ଦିନ ଚୈତି ପର୍ବ, ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏ ପ୍ରତିବର୍ଷ ଯେମିତି ହୁଏ ଏ ବର୍ଷ ମଧ୍ୟ ଅତ୍ୟନ୍ତ ଧୁମଧାମରେ ହେଉଛି। ଆଉ କେଶଦୁରାପାଳରେ ମୁଁ ଦେଖୁଛି ବିଭିନ୍ନ ମୀନା ବଜାର ପଡ଼ିଛି ଏବଂ ସମସ୍ତେ ହର୍ଷ ଉଲ୍ଲାସର ସହିତ ତାଙ୍କର ଏଇ ଦିନଟିକୁ ପାଳନ କରୁଛନ୍ତି। ସକାଳେ ଜୀବ ପୋଡ଼ା ହୁଏ, ଆଉ କଣ୍ଟା ଫୋଡ଼ା ରାତିରେ ହେଉଛି କଣ୍ଟା ଫୋଡ଼ା ହୁଏ। ସେଟା ଆମର ମାନସିକ କରିଥାନ୍ତି କି ମାନସିକ କରିଥାନ୍ତି ତାଙ୍କର ଫୋଡ଼ାନ୍ତି, ମାନେ ମାନସିକ ପୂରଣ ହେଲେ ହେଉଛି ଫୋଡ଼ାନ୍ତି। ତାପରେ ଆମ ଗାଁରେ ଏଇଟା ମାନେ ପ୍ରତି ବର୍ଷ ଏଇ ଉତ୍ସବ ହୁଏ। ଘର ଘରକା ସବୁ ବନ୍ଧୁବାନ୍ଧବ ଝିଅମାନେ ସବୁ ବହୁତ ଦୂର ଆସନ୍ତି ଦେଖିବା ପାଇଁ। ଆମର ଏଇଟା ହଉଛି ପୁରୁଣା ସଂସ୍କୃତି। ଏଇଟା ଆମର କୋଉ ଆଇବା ଅମଳରୁ ଏ କାମ ହେଇଯାଉଛି। ଆମ ବାପା ତାଙ୍କ ବାପା ଏମିତି ଆମର କେତେ ପୁରୁଣା ଜିନିଷ। ଆମେ କିନ୍ତୁ ଛୁଆ ଦିନଠୁ ଦେଖୁଛୁ ସେଇ ଜିନିଷ। ଆଜି ଦେଖୁଛୁ ଯେ ଆମେ ଏମିତି କଣ୍ଟା ପଡ଼ା ହଉଛି। ସକାଳେ ଆସିମୁ ମହାବିଷୁବ ସଂକ୍ରାନ୍ତି ଏଟାକୁ କୁହନ୍ତି। ଏଇଟା ଯୋଉ ବୈଶାଖ ମାସର ପ୍ରଥମ ଦିନ, ଆମ ଓଡ଼ିଆର ପ୍ରଥମ ଦିନ ଯୋଉ ନୂଆ ବର୍ଷ, ସେଦିନ ସକାଳୁ ସମସ୍ତେ ଆସନ୍ତି। ଏଇଠି ଆମ ଏଇ ଯୋଉ ପୋଖରୀ ଅଛି, ଏଇ ପୋଖରୀ ପାଖକୁ ଆସନ୍ତି। ଏଇଠି ତାଙ୍କର କଣ୍ଟା ଫୋଡ଼ା ହୁଏ। ଜିଭରେ କଣ୍ଟା ପୋଡ଼ୁଅନ୍ତି ସେମାନେ। ସେମାନଙ୍କର ପୂର୍ବରୁ ଆସିଛନ୍ତି। ସେ କଣ୍ଟା ପୂଜା ହୁଏ, ପୂଜା ହେଇକି ଜିଭରେ କଣ୍ଟା ପୋଡ଼ୁଅନ୍ତି। ପୁଣି ଯାଇକି ମଙ୍ଗଳା ଘର ପାଖରେ ସବୁ ରହନ୍ତି। ତାପରେ ସେଇଠୁ ଗାଁ ଗାଁ ବୁଲନ୍ତି, ବୁଲିକି ସବୁ ଦେଖନ୍ତି। ତା 15 ଦିନ ଆଗରୁ ବି ସେମାନେ ଘଣ୍ଟ ପାଟୁଆ ହେଇକି ବଜୁଅନ୍ତି। ରାତି ବେଳକୁ ଏଇ ଆସିଲେ ପୁଣି ପିଠି ଫୋଡ଼ା ହବ। ଏଠି ଆମର ଗୋଟେ ଯାତ୍ରା ହୁଏ। ତା ଏଇ ଯୋଉ ସଂକ୍ରାନ୍ତି ଦିନ ପୂର୍ବ ଦିନ ଏଠି ବିଞ୍ଚୁଣି ଓଷା ହୁଏ। ଆମେ ସବୁ ଆମର ଯୋଉ ବୁଢ଼ୀମା ମାନେ ସବୁ ଥିଲେ ସେମାନେ ବି ସେ ଓଷା କରନ୍ତି। ଆମେ ଏଠି ଆସିକି ତାପରେ ଆମ ବୋହୂ ମାନେ କରୁଥିଲେ। ଆମେ ବି କେତେ ବର୍ଷ ସେ ପୂଜା ଦେଖିଛୁ। ମାଙ୍କ ଉପରେ ବହୁତ ବିଶ୍ୱାସ ଅଛି, ଆମର ମାନସିକ ଥାଏ। ଆଉ ସକାଳୁ ଆସିକି ଏଠି ଜୀବ କଣ୍ଡା ମାରିଥିଲୁ। ତାପରେ ଏବେ ପିଠି କଣ୍ଡା ମାରିବା ପାଇଁ ଆସିଛୁ। ଆମର ଏଠି ଯାତ୍ରା ହଉଛି, ଭଲ ଯାତ୍ରା ହଉଛି। ମାଙ୍କ ଉପରେ ବିଶ୍ୱାସ ଅଛି। ଆମ ମାନେ ସାହା ହଉଛନ୍ତି। ଆମ ମାସ ସାରା ମାସ ପୁରା ଆଇଁଷ ବନ୍ଦ, ଆଉ ନିରାମିଷ ଖାଉ, ପଣା ପଣା ପିଉ। କଣ୍ଟାପୋଡ଼ା ଯାତ୍ରା ଆମର କେବେଠୁ ତ ହେଇ ଆସିଲାଣି, ଆମେ ତ ସେଟା ଜାଣିନୁ। ଆମ ବାପା ଜେଜେବାପା ଅମଳରୁ ଏଇ ଜିନିଷଟା ହୋଇ ଆସିଲାଣି। ଆମ ଏ କେଶଦୁରାପାଳ ଗାଁରେ କଣ୍ଟାପୋଡ଼ା ଯାତ୍ରା ରହିଆସି ଏ ପାଖଆଖରେ ପ୍ରାୟତଃ ଏଇ ଗୋଟିଏ ଜାଗାରେ ହିଁ କଣ୍ଟାପୋଡ଼ା ଯାତ୍ରା ହୋଇଥାଏ। ଆଜି ବିଷୁବ ପଣା ସଂକ୍ରାନ୍ତିରେ, ଆଜି ଓଡ଼ିଆ ନବବର୍ଷ। କମିଟି ତରଫରୁ ଆପଣ ତ ଦେଖୁଥିବେ ସାଜସଜା ଭଲସେ ହେଇଛି। ସବୁ ପିଲା ବହୁତ ପରିଶ୍ରମ କରି ଆଜି ଯାହା ହଉ ଅନୁଷ୍ଠାନ ତରଫରୁ ସବୁ କିଛି ସାଜସଜା କରି, ଆଉ ସମସ୍ତେ ଯିଏ ଯୋଉ ଆମ ସ୍ତ୍ରୀ ଲୋକ ହଉ ଝିଅ ହଉ ଯୋଉ ଆସୁଛନ୍ତି ଆଉ ଯାଉଛନ୍ତି, ତାର ସମ୍ପୂର୍ଣ୍ଣ ସୁରକ୍ଷିତ ବ୍ୟବସ୍ଥାରେ ସମସ୍ତଙ୍କୁ ଯାତ୍ରା ଆଉ ମେଳାର ମାନେ ଉପଭୋଗ କରାଉଛନ୍ତି। ଭଲସେ ସମସ୍ତେ ପ୍ରାୟତଃ ଭଲସେ ବୁଲାବୁଲି କରୁଛନ୍ତି। ଠିକ ଅଛି। ମାଟି ଘରର କଥା କହିଲେ ତ ନ ସରିବ। ଯାହା ହଉ ଆମର ଏପଟେ କ'ଣ ଟିକେ ଆମର ଗାଁ ତରଫରେ ଏ ଜିନିଷଟା ହଉଛି। ଗାଁ ପଟରେ ମାଟି ଘରର ଜିନିଷଟା ଲିଭି ଯାଉଛି। ଆଉ କିଛି ପିଲାଦିନର ସ୍ମୃତିକୁ ମନେ ପକେଇବା ପାଇଁ ଏଇ ଗୋଟେ ମାଟି ଘର କରି ଆମେ ଲୋକମାନଙ୍କୁ କିଛି ପୁରୁଣା ସ୍ମୃତି ମନେ ପକେଇ ଦେବା ପାଇଁ ମାଟି ଘରଟି କରିଥିଲୁ।